শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ ভাগবত তৃতীয় স্কন্ধ ষড়বিংশ অধ্যায়। সংখ্যামতরে সর্বতত্ত্ব যে রূপে হইলেটি জাত, তাহাঙ্ক যে অবালক্ষণ ছবিষে হইছি বখাণ। বিষ্ণু কহନ୍ତି তোষ মনে মনু তনয়া সনিধানে। শ্রী ভগবানুবাচ ଏବେ ତୁ ତତ୍ତ୍ୱଜ୍ଞାନ ଶୁଣ, ଯେଣେ ଜୀବର ପରିତ୍ରାଣ। ଯେ ଭାବେ ସଂସାର ତୁଟେ, ସୁଦୃଢ଼ ହୃଦ ଗଣ୍ଠି ପିଟେ। ତତ୍ତ୍ୱତପନ ତମନାସେ, ନିର୍ମଳ ଜ୍ଞାନ ହିଁ ପ୍ରକାଶେ। ଏଣୁ ଏ ତତ୍ତ୍ୱଜ୍ଞାନ କହି, ଶୁଣ ଜନନୀ ମନ ଦେଇ। ଯେମନ୍ତ ତତ୍ତ୍ୱଜ୍ଞାନ ଜାଣି, ଯେ ଭାବେ ଲଭି ଚକ୍ରବାଣୀ। ଯେ ଆତ୍ମା ଅନାଦି ପୁରୁଷ, ପ୍ରକୃତି ପରେ ଯାର ବାସ। ସ୍ୱଭାବେ ନିର୍ଗୁଣ ଅଟଇ, ଜ୍ୟୋତିର୍ସ୍ୱରୂପେ ପ୍ରକାଶଇ। ବ୍ୟାପିଛି ଏ ବିଶ୍ୱ ସଂସାରେ, ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତରେ। ଏ ରୂପେ ପ୍ରକୃତି ପୁରୁଷ, ସୂକ୍ଷ୍ମ ସ୍ୱରୂପରେ ପ୍ରକାଶ। ସେ ବିଷ୍ଣୁ ସୃଷ୍ଟି ଇଚ୍ଛା କରି, ଆଦି ପ୍ରକୃତି ରୂପ ଧରି। ତ୍ରିଗୁଣ ଜାତ ସେ କରଇ, ରଜ ସାତ୍ବିକ ତମ ଦେହି। ରଜେ ସର୍ଜଇ ପାଳେ ସତ୍ୱେ, ତ୍ୱମ ସ୍ୱରୂପେ ହରେ ନିତ୍ୟେ। ଏ ରୂପେ ଲୀଳା ସେ କରଇ, ଦୈବୀ ମାୟା ଗୁଣମୟୀ। ଜୀବର ନାନା ରୂପ କରେ, ଚିତ୍ର ବିଚିତ୍ର ଏ ସଂସାରେ। ପ୍ରଜା ସର୍ଜଇ ନାନା କଳ୍ପେ, ସ୍ଥାବର ଜଙ୍ଗମାଦି ରୂପେ। ଅଜ୍ଞାନେ ଆବୃତତା ଦେହି, ସାକ୍ଷୀ ସ୍ୱରୂପେ ସେ ଦେଖଇ। ଏ ରୂପେ ପୂର୍ବରୁ ଭିଆଣ, ପ୍ରକୃତି କରଇ ନିର୍ମାଣ। କର୍ମରେ ଗତାଗତ ହୋଇ, ଉଚ୍ଚ ନୀଚକୁ ସେ ନିୟଇ। ପ୍ରବୃତ୍ତି ମାର୍ଗେ କରି କର୍ମ, ପ୍ରାଣୀ ଲଭନ୍ତି ପଥ ଶ୍ରମ। ନିବୃତ୍ତି ମାର୍ଗେ ମୋକ୍ଷ ହୋଇ, ଏବେ ମାର୍ଗ ସେ ଭିଆଇ। ସାକ୍ଷୀ ସ୍ୱରୂପେ ସର୍ବଦେହି, देखई हृद पद्मे रही कार्य कारणे
কর্তা হই প্রকৃতি যেতে করজয়ী সুকৃত দুষ্কৃতাদি যেতে জীব ভুঞ্জয়ী তাহা নিতে হেমন্ত শুনি দেবহূতি সংশয়ে পুଣି পଚାରନ୍ତି ଦେବହୂତି ଉବାଚ କହ ଏ ପୁରୁଷ ଉତ୍ତମ କି ରୂପେ ବିଶ୍ୱଶୂଳ ସୂକ୍ଷ୍ମ କି ରୂପେ ପ୍ରକୃତି ପୁରୁଷ ଜଗତେ ହୋଇଛି ପ୍ରକାଶ ହେମନ୍ତ ଶୁଣି ଭଗବାନ କହନ୍ତି ଅମୃତ ବଚନ ଶ୍ରୀ ଭଗବାନ ଉବାଚ ଯେତେ ତ୍ରିଗୁଣ ବନ୍ଧନେ ସତ ସତ ଯେ ମାନେ ଆତ୍ମା ଯେ ଜ୍ୟୋତି ରୂପେ ଥାଇ ଅବ୍ୟକ୍ତ ରୂପେ ପ୍ରକାଶଇ ପ୍ରଧାନ ରୂପରେ ପ୍ରକୃତି ସମସ୍ତ କର୍ମେ ଅଧିପତି ସମସ୍ତ ରୂପ ସେ ବହଇ ମହତ ଆଦି ଯେତେ ଦେହି ଶୁଣ ଜନନୀ ଏକ ଚିତେ ଚତୁର୍ବିଂଶତି ତତ୍ତ୍ୱ ଯେତେ ପଞ୍ଚ ପଞ୍ଚ ଯେ ଚତୁର୍ଦଶ ପ୍ରତ୍ୟେକେ କରିବା ପ୍ରକାଶ ପୃଥିବୀ ଆପ ତେଜ ବାତ ଆକାଶ ଆଦି ପଞ୍ଚଭୂତ ଗନ୍ଧ ରୂପ ଯେ ରସ ଶବ୍ଦ ସ୍ପର୍ଶାଦି ତନ ମାତ୍ର ଭେଦ ଜିହ୍ୱା ନାସିକା ଚକ୍ଷୁ କର୍ଣ୍ଣ ଚର୍ମ ପାଣି ପାଦ ବଚନ ଭୂଷଣ ପାୟୁ ଏ ଦଶମ ଇନ୍ଦ୍ରିୟ ବୋଲି ଏହା ନାମ ମନ ବୁଦ୍ଧି ଯେ ଅହଂଚିତ ଚତୁର୍ବିଂଶତି ଏହୁ ତତ୍ତ୍ୱ ପଞ୍ଚବିଂଶତି କାଳ କହି ଏ ରୂପେ ସଂଖ୍ୟାକ୍ରମ ହୋଇ ପ୍ରକୃତି ଏତେ ରୂପ ହୋଇ କାର୍ଯ୍ୟ କାରଣେ ପ୍ରବର୍ତ୍ତଇ କାଳ ସ୍ୱରୂପେ ପୁରୁଷ ସକଳ କରାଇ ପ୍ରକାଶ ଏ ଦେହି ମୁଗ୍ଧ ଅହଙ୍କାରେ ସେ କାଳେ ଡରେ ନିରନ୍ତରେ ଏ ଦେହେ କର୍ତ୍ତା ସେ ହୁଅଇ ସମସ୍ତ ଭୋଗ ସେ କରଇ ପ୍ରକୃତି ଯାର ଚେଷ୍ଟା ବଳେ ସର୍ଜିନାଶଇ ଭୂମି ତଳେ କାଳ ସ୍ୱରୂପୀ ଭଗବାନ ଆତ୍ମମାୟାରେ କରେ ଲୀନ ଏ ପଞ୍ଚବିଂଶ ରୂପ ହୋଇ ଅପରେ ଶୁଣ ମନ ଦେଇ ପୁଣି ସେ ପରମ ପୁରୁଷ ପ୍ରକୃତି ମଧ୍ୟରେ ତା ପ୍ରକାଶ ସେ ସର୍ବଭୂତେ ପରିପୂର୍ଣ୍ଣ ଜଳରେ ଚନ୍ଦ୍ରମା ଯେସନ ପ୍ରକୃତି ତାର ତହୁଁ ଜାତ ତା ତହୁଁ ହୁଏ ମହତତ୍ଵ ହିରଣ୍ୟମୟ ତାର ଦେହି ବ୍ରହ୍ମାଣ୍ଡ ମଧ୍ୟରେ ବିରାଜଇ ଏ ବିଶ୍ୱ ଆତ୍ମା ଯେ ଅଟଇ ସୂକ୍ଷ୍ମ ସ୍ୱରୂପେ ଅଛି ରହି ଆତ୍ମାରେ ପ୍ରକାଶ ସେ ହୋଇ ଏ ଘୋର ତିମିର ନାଶଇ ଯେ ସ୍ଥାନେ ରାଗ ଦେଶ ନାହିଁ ପର ଅପର ନ ଜାଣଇ ସତ୍ୱଗୁଣରେ ପ୍ରକାଶଇ ନିର୍ମଳ ଜ୍ୟୋତିର୍ମୟ ଦେହି ସେ ବିଷ୍ଣୁ ଭକ୍ତି ଲାଭ ସ୍ଥାନ ବାସୁଦେବଟି ଯାର ନାମ ଅଧ୍ୟାତ୍ମ ରୂପୀ ସେ ଚୈତନ୍ୟ ମହତ ବୋଲି ତାର ନାମ ପର ଅପର ବ୍ୟାପୀ ଛଇ ବିକାର ଭାବ ଯାର ନାହିଁ ସ୍ୱଚ୍ଛ ସୁଶାନ୍ତ ଭାବ ବହି ଅମୃତମୟ ତାର ଦେହି ମହତ ତହୁଁ ଜାତ ହୋଇ ସେ କ୍ରିୟା ଶକ୍ତି ରୂପ ବହି ସେ ଅହଙ୍କାର ରୂପ ତିନି ଜନ୍ମଇ ଶୁଣ ଗୋ ଜନନୀ
ସାତ୍ବିକ ରାଜସ ତାମସ ଏ ତିନି ହୁଅନ୍ତି ପ୍ରକାଶ ମନ ଇନ୍ଦ୍ରିୟ ପଞ୍ଚଭୂତ ଏ ତିନି ଗୁଣେ ହନ୍ତି ଜାତ ସହସ୍ର ଶିର ବାହୁ ହୋଇ ଶଙ୍କର ଶରଣ ଯାକୁ କହି ଅନନ୍ତ ବୋଲି ଯାର କାୟ ଭୂତ ଇନ୍ଦ୍ରିୟ ମନୋମୟ କର୍ତ୍ତା ସ୍ୱରୂପେ ଦେବଜାତ କାରଣେ ଇନ୍ଦ୍ରିୟ ସମ୍ଭୂତ କାର୍ଯ୍ୟ ସ୍ୱରୂପେ ଭୂତ ଦେହି ତ୍ରିଗୁଣେ ପ୍ରାଣୀ ମୋହ ହୋଇ ସାତ୍ବିକ ଅଂଶୁ ମନ ଜାତ ସଂକଳ୍ପ ବିକଳ୍ପରେ ସ୍ଥିତ କୃଷିକ ମାନଙ୍କ ଈଶ୍ୱର ଶ୍ୟାମ ସୁନ୍ଦର କଳେବର ତା ଭକ୍ତି ସାଧି ଯୋଗୀ ସିଦ୍ଧ ଯାହାର ନାମ ଅନିରୁଦ୍ଧ ରାଜଗୁଣରୁ ବୁଦ୍ଧି ଜାତ ଦ୍ରବ୍ୟ ବିଜ୍ଞାନ ଇନ୍ଦ୍ରିଯୁତ ସଂଶୟ ବିପର୍ଯ୍ୟାସ ବେନି ନିଶ୍ଚୟ ଶ୍ରୁତି ନିଦ୍ରା ତିନି ଏ ପାଞ୍ଚ ବୁଦ୍ଧିର ଲକ୍ଷଣ ଏଣେ ତୁ ଜନନୀ ଗୋ ଶୁଣ ରାଜସ ଅହଙ୍କାରୁ ଗୁଣ ଜାତ ହୁଅନ୍ତି ଇନ୍ଦ୍ରିଗଣ କ୍ରିୟା ଜ୍ଞାନରେ ଇନ୍ଦ୍ରିଗଣ ଯେ ଯାହା ମାର୍ଗେ ପ୍ରବର୍ତ୍ତନ ସେ ପ୍ରାଣ କ୍ରିୟା ଶକ୍ତି ବଳେ ଭୋଗ ଭୁଞ୍ଜଇ କୁତୁହଳେ ବୁଦ୍ଧି ବିଜ୍ଞାନ ଶକ୍ତି ବଳେ ଧାରଣା କରେ ସୁନିଶ୍ଚଳେ ତାମସ ଗୁଣେ ପଞ୍ଚମାତ୍ର ବିଷ୍ଣୁର ଅଂଶେ ସେ ସମ୍ଭୂତ ଆକାଶ ଗୁଣୁ ଶ୍ରୋତ୍ର ହୋଇ ଶବଦ ସଂଗ୍ରହ କରଇ ଶବଦ ତନ୍ମାତ୍ର ଗଗନ ଅର୍ଥ ଆଶ୍ରୟ ଯେ ବାସ୍ଥାନ ଆତ୍ମାଲିଙ୍ଗକୁ ପ୍ରକାଶଇ ସ୍ୱଭାବେ ଅଦୃଶ୍ୟ ଅଟଇ ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତର ପ୍ରାଣ ଇନ୍ଦ୍ରିୟ ଯେ ମନର ଆଶ୍ରୟ ହୋଇ ନଦିଶଇ ଆକାଶ ଗୁଣ ଏହୁ ହୋଇ ଆକାଶ ତହୁଁ ସ୍ପର୍ଶ ମାତ୍ର କାଳର ଗତି ବଳେ ଜାତ ସ୍ପର୍ଶ ମାତ୍ରାରୁ ବାୟୁ ହୋଇ ଚର୍ମତା ସଂଗ୍ରହ କରଇ ମୃଦୁ କଠିନ ତ୍ୱକ ହୋଇ ଶୀତ ତପତି ସେ ଜାଣଇ ବୃକ୍ଷ ଶାଖାଦି ତୃଣମାନ ବାୟୁର ବଳେ ସେ ଚଳନ ଇନ୍ଦ୍ରିଏ ସ୍ପର୍ଶ ଶବ୍ଦ ଗନ୍ଧ ପ୍ରାଣୀ କି କରାଏ ଯେ ବୋଧ ସକଳ ଇନ୍ଦ୍ରି ମାନଙ୍କର ଆତ୍ମା ସ୍ୱରୂପେ ତା ବିହାର ପବନୁ ଦୈବ ପ୍ରେରିତ ରୂପତନ ମାତ୍ର ସମ୍ଭୂତ ତହୁଁ ହୋଇଲା ତେଜ ଜାତ ସେ ତେଜୁ ଚକ୍ଷୁ ଯେ ସମ୍ଭୂତ ଦ୍ରବ୍ୟ ଆକାର ଗୁଣ ଜ୍ଞାନ ରୂପର ବୃତ୍ତି ଏ ଲକ୍ଷଣ ପ୍ରକାଶ ପାଚନ ଶୋଷଣ କ୍ଷୁଧା ତୃଷାର ଉତ୍ତପନ ଭୋଜନ ପାନ ପରିପାକ ଆବର ଶୀତ ନିବାରକ ତେଜର ବୃତ୍ତି ଅଟେ ତେ ଶୁଣ ଜନନୀ ଶୁଦ୍ଧ ଚିତେ ତେଜ ବିକାରେ ରସ ଜାତ ରସରୁ ଜଳ ସେ ସମ୍ଭୂତ ତହୁଁ ରସନା ଇନ୍ଦ୍ରି ହୋଇ ସେ ସର୍ବସ୍ୱାଦୁକୁ ଘେନଇ କଟୁ କଷାୟ ଯେ ଆମ୍ବିଳ ତିକ୍ତ ଲବଣ ଯେ ମଧୁର ଏ ରୂପେ ଭେଦ ଭାବ ବହି একই রস নানা থাই চিন্তায়ে মাটি পিণ্ডুলায়ে জীবন রক্ষে তৃপ্তি দিয়ে তাপ নিবারে মৃদু করে বহন্তে পুণ পুণ ভরে জলর সাধারণ গুণ এবে কহিবা মাত্র শুণ রস বিকারু গন্ধ জাত পৃথিবী গন্ধরু সম্ভূত
ଗନ୍ଧ ଗ୍ରହଣେ ଇନ୍ଦ୍ରି ଘ୍ରାଣ ତହୁଁ ହୋଇଲା ଉତ୍ତପନ ଦୁର୍ଗନ୍ଧ ମିଶ୍ର ଗନ୍ଧ ହୋଇ ସୌରଭ ଶାନ୍ତ ଉଗ୍ର ଯେହି ଏକଇ ଗନ୍ଧ ଭେଦ ଭାବ ଦ୍ରବ୍ୟ ସଂଯୋଗେ ତା ସମ୍ଭବ ବ୍ରହ୍ମ ପ୍ରତିମା ନିରୂପଣ ସର୍ବ ଆଧାର ସର୍ବସ୍ଥାନ সকল ভূত ভেদ করে ভূমি লক্ষণ এ ব্যবহারে আকাশ গুণ যে বিশেষ শব্দ রূপে সে প্রকাশ সে যার বিষয় অটই তাহাকু কর্ণ ইন্দ্রি কহি পবন গুণ যে বিশেষ স্পরশ রূপে সে প্রকাশ সে যার বিষয় অটই তাহাকু চর্ম ইন্দ্রি কহি তেজর গুণ রূপ হই চক্ষুর বিষয়টি সেহি জলর গুণ রস হই সে পুনি জিহ্বারে বসই পৃথিবী গুণ গন্ধ জাণ তাহার ইন্দ্রি অটে ঘ্রাণ এ ভূত গণ পরে পরে পূর্বর গুণ মান ধরে এণু ভূমিরে শব্দ স্পর্শ রূপর সগন্ধ প্রকাশ এ মার্গে প্রাণীয়ে ভ্রমন্তি দণ্ডে হে স্থির সে নুহন্তি এ আদি কারণ লক্ষণ এবে কহিবা মাতা শুণ যে কালে প্রলয় হুই এ সর্বরূপ ভঙ্গ যাই যাঠারে হুই উৎপন্ন তাঠারে হুই সে লীন সে কালে প্রভু ভগবান যোগ নিদ্রারে অবধান পুণিয়ে সৃষ্টি আদি কালে স্বভাব কালে কর্ম বলে সকলে উৎপত্তি হুয়ন্তে ঈশ্বর তহি প্রবেশন্তে অন্যনে একত্ব হুয়ন্তি তক্ষণে রূপ কুলবন্তি জলে হিরণ্য কোশ প্রায়ে পড়ি ভাসন্তি মহাকায়ে কেতে হে কালে তহু জাত সহস্র শির সে অনন্ত জলে শয়ন সে আনন্দে ব্রহ্মা জন্মিলে নাভি পদ্মে সৃষ্টির অধিপতি সেই বিষ্ণুর আদি রূপ যেহি যে অংশু তার যে বাজাত বিরাট রূপ শুণ মাত বচনু অগ্নিজাত হই নাসারু প্রাণ উপজই ঘ্রাণরু বায়ু তপন চক্ষুরু জন্মিলা তপন কনরু দিগমান হই ইন্দ্রাদি দশ দেবে জহি চর্ম উপরে লোম মান ঔষধি গণ তাকু জাণ তারে তো আপ যে অটই গুহতা মৃত্যু লোক কহি ভুজে তাহার ইন্দ্র বসে তা সর্বগতি হৃষিকেশে নাভিয়াশ্রিত শিরাকূଳ এ সর্ব নদীঙ্কর মূଳ উদরে সমুদ্র ছই ক্ষুধা পিপাসা অগ্নি বহি মন হৃদরু জাত হই বিষয় ভেদ সে করই মনর পরে বুদ্ধি জাত সে বুদ্ধি মহতু সম্ভূত এতে প্রকারে জাত হই বিরাট তেবে ন উঠই এ চতুর্দশ লোক স্থিতি বিরাট অঙ্গরে রহন্তি যে স্থানু যে বাজাত হই সে অঙ্গে সেহু বিশ্রামই ক্ষেত্রজ্ঞ রূপে আত্মা থাই যেবে সে শরীরে পশই তেবে সে চেতনাকু পাই বিরাট জলরু উঠই
କାର୍ଯ୍ୟକାରଣେ ଇନ୍ଦ୍ରିଗଣ ଆତ୍ମାକୁ କରାନ୍ତି ଭ୍ରମଣ। ଏ ଭାବେ ଜାଣି ମୋର ପାଦେ ଯେବା ଭଜଇ ଅପ୍ରମାଦେ। ଏ ଭବ ଜଳୁ ସେ ତରଇ ଏ ମାୟା ତାକୁ ନ ଲାଗଇ। ତୃତୀୟ ସ୍କନ୍ଧେ ଭାଗବତ ଅମୃତ ରସମୟ ଗୀତ। ସୁଜନ ଜନେ ଏଣେ ରସ କହିଲା ଜଗନ୍ନାଥ ଦାସ।